ପିଲାମାନେ ତୁମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦ +2 ସେକେଣ୍ଡ ଇୟର ଆର୍ଟ୍ସ। ଦ ଆର୍ଟ୍ସ ପିଲା ତ କ'ଣ ପଲିଟିକାଲ ସାଇନ୍ସର 80 ମାର୍କର ଗୋଟେ ମାରାଥନ୍ କ୍ଲାସ୍ ଚାଲିବ। ତ 80 ମାର୍କର ମାରାଥନ୍ କ୍ଲାସ୍ ତ ସେଟ୍ 5 ତ ନେଇ ଆସିଛି 80 ମାର୍କର। ତ ଆମେ ଆଲୋଚନା କରିବା ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବା, ବେଲ୍ ଆଇକନ୍କୁ ଦବାଇଦେବା, ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ। ବାରମ୍ବାର କହୁଛି ଯେଉଁମାନେ ମୂଳରୁ ଆରମ୍ଭ କରିନା ବିଷୟ ପଢ଼ିନା ତ ଏକ୍ଜାମ୍ ହାତରେ ଅଳ୍ପ ଦିନ ରହିଲା, ଆଉ ହାତରେ 25 ଦିନ କି 24 ଦିନ ତମ ହାତରେ ରହିଲା, କେମିତି ତମେ ସାରିବ। ତ ଯେତିକି ମାରାଥନ୍ କ୍ଲାସ୍ କରୁଛି 80 ମାର୍କର ସେ ମାରାଥନ୍ କ୍ଲାସ୍କୁ ତମେ ମାନେ କମ୍ପ୍ଲିଟ୍ କର। ନିଶ୍ଚିନ୍ତ ତମମାନେ କ'ଣ ନା ତମେ ଭଲ କ'ଣ ନା ତମ ରେଜଲ୍ଟ କରିବ, ବୁଝିହେଲା। ତ ଆମେ 21 ମାର୍କ MCQ ଚାଲ ଆମେ ଆଲୋଚନା କରିଦେବା। କାହା ମତରେ ଭାରତରେ ଫ-ଜାତି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଅଟେ? ଗାନ୍ଧୀ, ଜବାହରଲାଲ ନେହେରୁ, ଜୟପ୍ରକାଶ ନାରାୟଣ, ବିନୋବା ଭାବେ। କ'ଣ ହବ ନା ଜୟପ୍ରକାଶ ନାରାୟଣ। ନେକ୍ସଟ କ୍ୱେଶ୍ଚିନ୍, ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ ଡ୍ୟାଶ ନିଯୁକ୍ତି ଦେଇଥାନ୍ତି? ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟ ବିଚାରପତି। କ'ଣ ହବ ନା ରାଷ୍ଟ୍ରପତି। ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ ରାଷ୍ଟ୍ରପତି ହିଁ ନିଯୁକ୍ତି ଦେଇଥାନ୍ତି। ନେକ୍ସଟ, ଜରୁରୀକାଳୀନ କ୍ଷମତା ପ୍ରୟୋଗ ହୋଇଥିବା ବେଳେ ଡ୍ୟାଶ ସରକାର ଅଧିକ କ୍ଷମତାଶୀଳ ହୋଇଉଠେ? କେନ୍ଦ୍ର, ରାଜ୍ୟ, ଉଭୟ କେନ୍ଦ୍ର ରାଜ୍ୟ, କେହି ହୁଅନ୍ତି ନାହିଁ। କ'ଣ ହବ ନା କେନ୍ଦ୍ର। ନେକ୍ସଟ କ୍ୱେଶ୍ଚିନ୍, ଡ୍ୟାଶ ଧାରା ଅନୁସାରେ କେନ୍ଦ୍ର ସରକାର ନଦୀ ଜଳ ବଣ୍ଟନ ବିଷୟରେ ନିଷ୍ପତ୍ତି ନେଇଥାଏ? 260, 259, 264, 262। କ'ଣ ହବ ନା 262 ଧାରା ଅନୁସାରେ। ନେକ୍ସଟ କ୍ୱେଶ୍ଚିନ୍, ପୃଥିବୀର ପ୍ରଥମ ରାଷ୍ଟ୍ରସଂଘ କିଏ? ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ସୁଇଜରଲ୍ୟାଣ୍ଡ। ତ ପୃଥିବୀର ପ୍ରଥମ ରାଷ୍ଟ୍ରସଂଘ କିଏ ନା ଯୁକ୍ତରାଷ୍ଟ୍ର ଆମେରିକା। ନେକ୍ସଟ, ଭାରତରେ ସଂସଦ ସାଧାରଣ ପରିସ୍ଥିତିରେ କେନ୍ଦ୍ର ତାଲିକା ଓ ଡ୍ୟାଶ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିପାରେ? ସାମ୍ବିଧାନିକ, ରାଜ୍ୟ, ଯୁଗ୍ମ, କୌଣସିଟି ନୁହଁ। କ'ଣ ହବ ନା ଯୁଗ୍ମ। କ'ଣ ନା ଭାରତ ସଂସଦ ସାଧାରଣ ପରିସ୍ଥିତିରେ କେନ୍ଦ୍ର ତାଲିକା ଓ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିପାରେ। ନେକ୍ସଟ, ଧରିତ୍ରୀ ସମ୍ମିଳନୀ 1992 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଷ୍ଟକହୋମ, ପ୍ୟାରିସ, ଭିଏନା, ରିଓ ଡି ଜେନେରୋ। କ'ଣ ହବ ନା ରିଓ ଡି ଜେନେରୋ। ନେକ୍ସଟ କ୍ୱେଶ୍ଚିନ୍, 1961ରେ ୟୁଗୋସ୍ଲୋଭିଆର କେଉଁଠାରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା? ବେଲଗ୍ରେଡ, ରିଓ ଡି ଜେନେରୋ, ବାଦୁଙ୍କ, ସିମଳା। କ'ଣ ହବ ପିଲାମାନେ ନା ବେଲଗ୍ରେଡ। କ'ଣ ନା ବେଲଗ୍ରେଡ। ନେକ୍ସଟ, ଅର୍ଥନୈତିକ ଉନ୍ନୟନ କାହାକୁ ନିର୍ଦ୍ଦେଶିତ କରେ? ବୈଷୟିକ କୌଶଳ ଉପଯୋଗର ଉନ୍ନତି, ଉତ୍ପାଦନର ଉନ୍ନତି, ବଣ୍ଟନ ପ୍ରକ୍ରିୟାର ଉନ୍ନତି, ଉପରୋକ୍ତ ସମସ୍ତ ଉପାଦାନ। କ'ଣ ହବ ପିଲାମାନେ ନା ଉପରୋକ୍ତ ସମସ୍ତ ଉପାଦାନ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ସମାଜ ସଂସ୍କାରକ ଭାରତରୁ ସତୀଦାହ ପ୍ରଥା ଉଚ୍ଛେଦ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ? ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନ ରାୟ, ନା ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ। କ'ଣ ହବ ନା ରାଜା ରାମମୋହନ ରାୟ। ନେକ୍ସଟ, କେଉଁ ଇଂରେଜ ବଲାର୍ଡ ଭାରତରୁ ସତୀଦାହ ପ୍ରଥା ଉଚ୍ଛେଦ ପାଇଁ ଆଇନ ପ୍ରଣୟନ କରିଥିଲେ? ଲର୍ଡ କର୍ଣ୍ଣୱାଲିସ, ଲର୍ଡ ରିପନ, ଲର୍ଡ ୱିଲିୟମ ବେଣ୍ଟିକ, ଲର୍ଡ କ୍ୟାନିଂ। କ'ଣ ହବ ନା ଲର୍ଡ ୱିଲିୟମ ବେଣ୍ଟିକ। ନେକ୍ସଟ, ସିମଲା ରାଜିନାମାରେ କେଉଁ ଭାରତୀୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ? ପଣ୍ଡିତ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ରାଜୀବ ଗାନ୍ଧୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ। କ'ଣ ନା ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ନେକ୍ସଟ, କାରଗିଲ ଯୁଦ୍ଧ କେତେ ମସିହାରେ ହୋଇଥିଲା? 1990, 1999, 2001, 2003। କାରଗିଲ ଯୁଦ୍ଧ କେବେ ହୋଇଥିଲା ନା 1999 ମସିହା। ନେକ୍ସଟ, ପଞ୍ଚଶୀଳ ନୀତିକୁ ଆଧାର କରି ନିମ୍ନୋକ୍ତ କେଉଁ ଦେଶ ସହିତ ଭାରତର ସମ୍ପର୍କ ପ୍ରତିଷ୍ଠିତ? ପାକିସ୍ତାନ, ଚୀନ, ନେପାଳ, ଭୁଟାନ। କ'ଣ ହବ ନା ଚୀନ। କ'ଣ ନା ଚୀନ। ନେକ୍ସଟ,
କେବେ ମିଳିତ ଜାତିସଂଘରେ ଜନ୍ମ ହୋଇଥିଲା? 1941 ମସିହା ଅଗଷ୍ଟ 6 ତାରିଖ, 1942 ମସିହା ଜୁନ୍ 8 ତାରିଖ, 1984 ମସିହା ଜୁଲାଇ 14 ତାରିଖ, 1945 ମସିହା ଅକ୍ଟୋବର 24 ତାରିଖ। କ'ଣ ହବ ନା 1945 ମସିହା ଅକ୍ଟୋବର 24 ତାରିଖ। ତ ନେକ୍ସଟ କ୍ୱେଶ୍ଚିନ୍, ଭାରତ ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା କେବେ ସ୍ୱାକ୍ଷରିତ ହୋଇଥିଲା? 1970, 1972, 1973, 1974। କେବେ ହୋଇଥିଲା ନା 1972 ମସିହାରେ। ନେକ୍ସଟ, କେବେ ଇରାକ ବାଗଦାଦ ଚୁକ୍ତିରୁ ଓହରିଗଲା? 1956, 1957, 1958, 1959। କ'ଣ ହବ ନା 1958 ମସିହା। ନେକ୍ସଟ, କେଉଁ ସାମ୍ୟବାଦୀ ରାଷ୍ଟ୍ର ୱାରେସ ଚୁକ୍ତିର ସଦସ୍ୟ ନଥିଲେ? ପୋଲାଣ୍ଡ, ହଙ୍ଗେରୀ, ବୁଲଗେରିଆ, ଚୀନ। କ'ଣ ହବ ନା ଚୀନ। ନେକ୍ସଟ, ନିମ୍ନୋକ୍ତ କେଉଁ ମସିହାରେ ସୋଭିଏତ ସଂଘର ବିଲୟ ଘଟିଥିଲା? 1990, 1991, 1992, 1995। କ'ଣ ହବ ନା 1991 ମସିହା। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ନବୀକରଣ ଅଯୋଗ୍ୟ ସମ୍ପଦ ନୁହେଁ? କୋଇଲା, ପେଟ୍ରୋଲିୟମ, ଲୁହା, ଜଳ। କ'ଣ ହବ ନା ଜଳ। କ'ଣ ନା ଜଳ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଟେ? ଜୈବ ବିବିଧତା ପ୍ରତି ବିପଦ, ମେରୁ ଅଞ୍ଚଳରେ ବରଫ ତରଳିବା, ଫସଲ ହାନି, ଉପରୋକ୍ତ ସମସ୍ତ। କ'ଣ ହବ ନା ଉପରୋକ୍ତ ସମସ୍ତ। ତ ତାପରେ ଆସିଲା 2 ମାର୍କିଆ କ୍ୱେଶ୍ଚିନ୍ ପିଲାମାନେ। 2 ମାର୍କିଆ କ୍ୱେଶ୍ଚିନ୍ ଆଲୋଚନା କରିବା। ଅବଶିଷ୍ଟ କ୍ଷମତା କହିଲେ ତୁମେ କ'ଣ ବୁଝ? ଅବଶିଷ୍ଟ କ୍ଷମତା ନା ଅବଶିଷ୍ଟ କ୍ଷମତା ବିଷୟରେ ସମ୍ବିଧାନର 248 ଧାରାରେ ବର୍ଣ୍ଣିତ ହୋଇଛି। ଏହି ଧାରାରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ସବୁ କ୍ଷମତା କେନ୍ଦ୍ର, ରାଜ୍ୟ ଓ ଯୁଗ୍ମ ତାଲିକା ପରିସରରେ ବାହାରେ, ମାନେ କେନ୍ଦ୍ର, ରାଜ୍ୟ, ଯୁଗ୍ମ ତାଲିକାରେ ସ୍ଥାନ ପାଇନଥାଏ, ସେସବୁ ବିଷୟଗୁଡ଼ିକ ଉପରେ ସଂସଦ ଆଇନ ପ୍ରଣୟନ କରିପାରେ, ତାହାକୁ ଅବଶିଷ୍ଟ କ୍ଷମତା କୁହାଯାଏ। ଭାରତରେ ସାମ୍ପ୍ରଦାୟିକତାବାଦର କାରଣ କ'ଣ? ନା ସଂକୀର୍ଣ୍ଣ ଓ ଅଯୌକ୍ତିକ ଦୃଷ୍ଟିକୋଣରୁ ଭାରତର ସାମାଜିକ ବହୁବାଦକୁ ସ୍ୱାର୍ଥପର ଲକ୍ଷ୍ୟ ହାସଲ ଦିଗରେ ବ୍ୟବହାର କରାଗଲେ ତାହାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ। ଧାର୍ମିକ ମୌଳବାଦ ଓ ଧର୍ମାନ୍ଧତା ନୀତି, ଦାରିଦ୍ର୍ୟ, ଅଶିକ୍ଷା, ଅଜ୍ଞତା, ନିରକ୍ଷରତା ଆଦିର କୁପ୍ରଭାବ, ସାମ୍ପ୍ରଦାୟିକ ରାଜନୈତିକ ଦଳ ଓ ଗୋଷ୍ଠୀର ଉପସ୍ଥିତି ଆଦି କାରଣରୁ ଭାରତରେ ସାମ୍ପ୍ରଦାୟିକତାବାଦର ପ୍ରସାର ଘଟୁଛି। ଏହା ଏକ ମାନସିକ ରୋଗ ହୋଇଥିବାରୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସମସ୍ତଙ୍କର ଅର୍ଥନୈତିକ ଉନ୍ନତି, ପ୍ରଶାସନିକ ଦାୟିତ୍ୱବୋଧ ସୃଷ୍ଟି ଆଦି ମାଧ୍ୟମରେ ଏହାକୁ ପ୍ରତିରୋଧ କରାଯାଇ ପାରିବ। ନେକ୍ସଟ, ଆଞ୍ଚଳିକତାବାଦର ପ୍ରଭାବ। ନା ଆଞ୍ଚଳିକତାବାଦ ସଂକୀର୍ଣ୍ଣ ସ୍ୱାର୍ଥଯୁକ୍ତ ଆଞ୍ଚଳିକ ଦଳ ସୃଷ୍ଟି କରିବା, ଆନ୍ତଃରାଜ୍ୟ ଏବଂ କେନ୍ଦ୍ର ରାଜ୍ୟ ବିବାଦକୁ ଘନୀଭୂତ କରିବା, ବିଚ୍ଛିନ୍ନତାବାଦୀ ରାଜନୈତିକ ଆନ୍ଦୋଳନକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଆଦି କୁପ୍ରଭାବର ଜନ୍ମଦାତା ଅଟେ। ଏଗୁଡ଼ିକ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ। ନେକ୍ସଟ, ଭାରତରେ ସାମ୍ପ୍ରଦାୟିକତାବାଦର କାରଣ କ'ଣ? ନା ଭାରତରେ ସାମ୍ପ୍ରଦାୟିକତାବାଦର ବିଭିନ୍ନ କାରଣ ଗୁଡ଼ିକ ହେଲା ବିକୃତ ମାନସିକତା, ତୁଷ୍ଟିକରଣ ରାଜନୀତି, ଇତିହାସର ସାମ୍ପ୍ରଦାୟିକରଣ, ଅର୍ଥନୈତିକ ଅନଗ୍ରସରତା, ଧର୍ମାନ୍ଧତା, ସାମ୍ପ୍ରଦାୟିକ ଦଳ ଓ ସଂଗଠନ, ହିନ୍ଦୁ ଉଗ୍ର ରାଷ୍ଟ୍ରବାଦ, ପାରସ୍ପରିକ ଅବିଶ୍ୱାସ ଓ ଭୟ। ନେକ୍ସଟ, ବିସ୍ଥାପନ ବିରୋଧୀ ଆନ୍ଦୋଳନର କାରଣମାନ କ'ଣ? ନା ବିସ୍ଥାପନ ବିରୋଧୀ ଆନ୍ଦୋଳନ ମୁଖ୍ୟ କାରଣ ହେଲା ବିସ୍ଥାପିତ ହେବାକୁ ଥିବା ଜନସାଧାରଣଙ୍କ ଜୀବିକା, ବାସସ୍ଥାନ ହରାଇବା ଆଶଙ୍କା, ସଂସ୍କୃତି ଅବକ୍ଷୟ ସମ୍ଭାବନା, ଉପଯୁକ୍ତ ଥଇଥାନ ବ୍ୟବସ୍ଥାର ଅଭାବ। ତାପରେ କ'ଣ ଦେଲା କ୍ୱେଶ୍ଚିନ୍, ଆଞ୍ଚଳିକତାବାଦ ଜାତୀୟ ସଂହତି କ୍ଷେତ୍ରରେ କିପରି ପ୍ରତିବନ୍ଧକ ସୃଷ୍ଟି କରେ? କିପରି ପ୍ରତିବନ୍ଧକ ସୃଷ୍ଟି କରେ? ନା ଆଞ୍ଚଳିକତାବାଦ ସଂକୀର୍ଣ୍ଣ ସ୍ୱାର୍ଥଯୁକ୍ତ ଆଞ୍ଚଳିକ ଦଳ ସୃଷ୍ଟି କରିବା, ଆନ୍ତଃରାଜ୍ୟ ଏବଂ କେନ୍ଦ୍ର ରାଜ୍ୟ ବିବାଦକୁ ଘନୀଭୂତ କରିବା, ବିଚ୍ଛିନ୍ନତାବାଦୀ ରାଜନୈତିକ ଆନ୍ଦୋଳନକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଆଦି କୁପ୍ରଭାବର ଜନ୍ମଦାତା ଅଟେ। ଏହା ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ। ନେକ୍ସଟ, ସିମଲା ରାଜିନାମା କେବେ ଓ କାହା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା? 1972 ମସିହା ଜୁଲାଇ 2 ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କ ମଧ୍ୟରେ ସିମଲାଠାରେ ଏକ ଶିଖର ସମ୍ମିଳନୀ ହୋଇଥିଲା। ଏଥିରେ ସ୍ୱାକ୍ଷରିତ ହୋଇଥିବା ରାଜିନାମା ସିମଲା ରାଜିନାମା ନାମରେ ପରିଚିତ। ନେକ୍ସଟ, ଜାତିସଂଘ ସାଧାରଣ ସଭାର ଗଠନ କିପରି
ହୋଇଥିଲା? ନା ମିଳିତ ଜାତିସଂଘର ଆଇନ ପ୍ରଣୟନକାରୀ ସଂସ୍ଥା ରୂପେ ପରିଚିତ ସାଧାରଣ ସଭା ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ଗଠିତ ହୋଇଥାଏ। ଏଥିରେ ପ୍ରତ୍ୟେକ ରାଷ୍ଟ୍ରରୁ ଏକ 5 ଜଣିଆ ପ୍ରତିନିଧି ମଣ୍ଡଳ ରହିଥିବା ବେଳେ ସଦସ୍ୟ ରାଷ୍ଟ୍ର ଗୋଟିଏ ଭୋଟ ଅଧିକାର ପ୍ରାପ୍ତ ହୋଇଥାଏ। ତାପରେ କଣ ଦେଲା? ଲାହୋର ଘୋଷଣାନାମା କଣ? ନା 1999 ମସିହା ଫେବୃଆରୀ 3 ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସରେ ଯାତ୍ରା କରି ବସ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଲାହୋରଠାରେ ଯେଉଁ ଘୋଷଣାନାମା ପ୍ରକାଶିତ ହୋଇଥିଲା ତାହା ଲାହୋର ଘୋଷଣାନାମା ଭାବେ ପରିଚିତ। ଏହି ଘୋଷଣାନାମାରେ ସିମଲା ରାଜିନାମାର ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଘୋଷଣା କରାଯାଇଥିଲା। ନେକ୍ସଟ କଣ ଦେଲା? ଜାତିସଂଘ ସାଧାରଣ ତାପରେ ପରିବେଶ ସୁରକ୍ଷା ଆନ୍ଦୋଳନର ଆଭିମୁଖ୍ୟ ମାନ କଣ? ନା ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା, ପରିବେଶକୁ ପ୍ରଦୂଷଣ କରୁଥିବା ନଦୀବନ୍ଧ ଯୋଜନା, ଶିଳ୍ପ କାରଖାନା ପ୍ରତିଷ୍ଠାକୁ ବିରୋଧ କରିବା, ସହନୀୟ ବିକାଶକୁ ଗୁରୁତ୍ୱ ପ୍ରଦାନ, ପ୍ରାକୃତିକ ସମ୍ପଦର ସୁରକ୍ଷା ଇତ୍ୟାଦି। ନେକ୍ସଟ, ବିଶ୍ୱ ଦାରିଦ୍ର୍ୟ କଣ? ନା ଦାରିଦ୍ର୍ୟ ସାଧାରଣ ଭାବେ ବସ୍ତୁଗତ ସୁଖ ସୁବିଧା ଅର୍ଥାଦିର ନିଅଣ୍ଟିଆ ଅବସ୍ଥାକୁ ବୁଝାଏ। ଏଣୁ ଆନ୍ତର୍ଜାତିକ ଦାରିଦ୍ର୍ୟ କହିଲେ ଏହି ସାଧାରଣ ନିଅଣ୍ଟିଆ ଅବସ୍ଥାର ପୃଥିବୀବ୍ୟାପୀ ଉପସ୍ଥିତିକୁ ସୂଚିତ କରେ। ଅନେକ ଆନ୍ତର୍ଜାତିକ ଆକଳନ ଅନୁଯାୟୀ ଆନ୍ତର୍ଜାତିକ ଦାରିଦ୍ର୍ୟର କ୍ରମାଗତ ବୃଦ୍ଧି ଘଟୁଛି। 2007 ମସିହାରେ ଏକ ରିପୋର୍ଟ ଅନୁଯାୟୀ ପୃଥିବୀର 40% ଲୋକ ରୋଜଗାର ଅସମାନତା ବୃଦ୍ଧି ପାଉଥିବା ଅଞ୍ଚଳରେ ବସବାସ କରୁଛନ୍ତି। ଏଥିସହ ପୃଥିବୀର ଅର୍ଦ୍ଧାଧିକ ଲୋକ 2008 ମସିହାରେ ଦୈନିକ 2.50 ଆମେରିକୀୟ ଡଲାର ରୋଜଗାର କରି ଜୀବନ ଧାରଣ କରୁଥିଲେ। ଆନ୍ତର୍ଜାତିକ ସହମତି ଅନୁଯାୟୀ ଦୈନିକ 1.50 ଆମେରିକୀୟ ଡଲାର ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଅତିଶୟ ଦାରିଦ୍ର୍ୟର ଶିକାର ହୋଇଛନ୍ତି ବୋଲି ଗ୍ରହଣ କରାଯାଏ। ନେକ୍ସଟ କଣ ଦେଲା? ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଦୁଇ ମହାନ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ସଂଘ ନେତୃତ୍ୱରେ ଗଠିତ ସାମରିକ ମେଣ୍ଟ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଶୀତଳ ଯୁଦ୍ଧରୁ ଦୂରେଇ ରହିବା ପାଇଁ ଭାରତ ନେତୃତ୍ୱରେ ଏସିଆ ଓ ଆଫ୍ରିକାର ନୂତନ ଭାବେ ସ୍ୱାଧୀନତା ଲାଭ କରିଥିବା ରାଷ୍ଟ୍ରମାନେ ବିଶ୍ୱ ଶାନ୍ତି ଓ ସହଯୋଗ ଲକ୍ଷ୍ୟରେ ପ୍ରତିଷ୍ଠା କରିଥିବା ମେଣ୍ଟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ। ତାପରେ ଆସିଲା କଣ? ନା 3 ମାର୍କିଆ କ୍ୱେଶ୍ଚିନ୍ 7ଟା। ଯୋଜନା ଆୟୋଗର କାର୍ଯ୍ୟାବଳୀ କଣ? ନା ଯୋଜନା ଆୟୋଗର କାର୍ଯ୍ୟାବଳୀ ସରକାରଙ୍କ ବହୁବିଧ ଯୋଜନାକୁ ରୂପରେଖ ଦେବା ପାଇଁ ଏକ କେନ୍ଦ୍ରୀୟ ଯୋଜନା ଆୟୋଗ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଟନ୍ତି। ଦେଶର ସାମାଜିକ ଆଞ୍ଚଳିକ ବିକାଶ ପାଇଁ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ତାକୁ କାର୍ଯ୍ୟକାରୀ କରାଇବା, ରାଷ୍ଟ୍ରର ସୀମିତ ସମ୍ବଳକୁ ସୁଚିନ୍ତିତ ଯୋଜନା ମାଧ୍ୟମରେ ଉପଯୁକ୍ତ ଭାବରେ ବିନିଯୋଗ କରି ରାଷ୍ଟ୍ରର ସର୍ବାଧିକ ଉନ୍ନତି ସାଧନ କରିବା ଯୋଜନା ଆୟୋଗର ମୁଖ୍ୟ କର୍ତ୍ତବ୍ୟ। ଏହା କେନ୍ଦ୍ର ସରକାରଙ୍କୁ ଉନ୍ନୟନମୂଳକ କାର୍ଯ୍ୟରେ ପରାମର୍ଶ ପ୍ରଦାନ କରିଥାଏ। ବର୍ତ୍ତମାନ ଯୋଜନା ଆୟୋଗ ସ୍ଥାନରେ ନୀତି NITI ଆୟୋଗ ଗଠନ କରାଯାଇଛି। ନେକ୍ସଟ କଣ ଦେଲା? ନା ଭାରତୀୟ ରାଷ୍ଟ୍ରସଂଘର କେନ୍ଦ୍ରୀକରଣର ଲକ୍ଷଣ କଣ? ନା ସମ୍ବିଧାନ 1 ଧାରାରେ ଭାରତକୁ ଏକ ରାଜ୍ୟମାନଙ୍କ ସମ୍ମିଳନୀ ବୋଲି ଘୋଷଣା କରାଯାଇଛି। 3 ଧାରା ଅନୁଯାୟୀ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଆଇନ ପ୍ରଣୟନ ଦ୍ୱାରା ରାଜ୍ୟର ନାମ ଓ ଭୌଗୋଳିକ ସୀମାରେଖାରେ ପରିବର୍ତ୍ତନ କରିପାରିବ। ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳ ରାଜ୍ୟ ପ୍ରଶାସନର ମୁଖ୍ୟ କେନ୍ଦ୍ରର ପ୍ରତିନିଧି ରୂପେ କାର୍ଯ୍ୟ କରିଥାନ୍ତି। ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେତେକ ପରିସ୍ଥିତିରେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରନ୍ତି। 352, 356, 360 ଧାରାରେ ବର୍ଣ୍ଣିତ ଜରୁରୀ ପରିସ୍ଥିତି ସଂକ୍ରାନ୍ତୀୟ ବ୍ୟବସ୍ଥା, ସର୍ବଭାରତୀୟ ସେବା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ପ୍ରଶାସନିକ କଳ ଉପରେ ନିୟନ୍ତ୍ରଣ ଜାରି, ଯୋଜନା କମିଶନ, ଅର୍ଥ କମିଶନ ଇତ୍ୟାଦିଙ୍କ କେନ୍ଦ୍ରୀଭୂତ ସ୍ଥିତି ଭୂମିକା, ଏକକ ନାଗରିକତ୍ୱ, ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ସଂସଦର ପ୍ରାଧାନ୍ୟ। ନେକ୍ସଟ, ଭାରତରେ ହିସାବରକ୍ଷକ ଓ ମହାସମୀକ୍ଷକଙ୍କର ଭୂମିକା କଣ ଆଲୋଚନା କରିବା। ନା ସମ୍ବିଧାନର 148 ଧାରା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟ ବ୍ୟୟର ହିସାବ ରଖିବା ଓ ତର୍ଜମା କରିବା ପାଇଁ ରାଷ୍ଟ୍ରପତି ଜଣେ ହିସାବରକ୍ଷକ ମହାସମୀକ୍ଷକଙ୍କୁ ନିଯୁକ୍ତି କରିଥାନ୍ତି। ସଂସଦ ମଞ୍ଜୁର କରୁଥିବା ଅର୍ଥର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ତାଙ୍କର ପ୍ରଧାନ କର୍ତ୍ତବ୍ୟ। କେନ୍ଦ୍ର ରାଜ୍ୟର ଆୟ ବ୍ୟୟର ଚୂଡ଼ାନ୍ତ ହିସାବ
ହିସାବ ରଖିବା ଏବଂ ଆର୍ଥିକ ନିୟନ୍ତ୍ରଣ ଆଇନ ଅନୁସାରେ ବ୍ୟୟ ତାଲିମକୁ ତର୍ଜମା କରିବା ହେଉଛି ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସେ ସମସ୍ତ ସରକାରୀ ଆୟବ୍ୟୟର ବିବରଣକୁ ସମୀକ୍ଷା କରନ୍ତି। ତାପରେ କଣ ଦେଲା, ଭାରତୀୟ ଜାତୀୟ ସଂହତି ପ୍ରତି ସାମ୍ପ୍ରଦାୟିକତାବାଦ କିପରି ପ୍ରତିବନ୍ଧକ ସୃଷ୍ଟି କରିଛି ନା ଡି ଇ ସ୍ମିଥଙ୍କ ମତରେ ଏକ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂକୀର୍ଣ୍ଣ ସ୍ୱାର୍ଥପର ବିଭାଜନକାରୀ ଉଗ୍ରବାଦୀ ଦୃଷ୍ଟିଭଙ୍ଗୀ କଣ ସୃଷ୍ଟି ହେଲେ ତାହାକୁ ସାମ୍ପ୍ରଦାୟିକତା କୁହାଯିବ। ଭାରତରେ ବିଭିନ୍ନ ଧର୍ମାବଲମ୍ବୀ ଧାର୍ମିକ ସ୍ୱାଧୀନତା ସହ ବସବାସ କରୁଥିବା ଏବଂ ବ୍ରିଟିଶ ସରକାର ଧର୍ମ ଭିତ୍ତିରେ ବିଭାଜନ ଓ ଶାସନ ନୀତିକୁ କାର୍ଯ୍ୟକାରୀ କରୁଥିବାରୁ ସାମ୍ପ୍ରଦାୟିକତାବାଦ ପ୍ରଭାବ ଭାରତରେ ଦ୍ରୁତ ହୋଇଛି। ଧାର୍ମିକ ମୌଳିକତାବାଦ ଜାତୀୟ ଐକ୍ୟ ଓ ସଂହତି ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ସାମ୍ପ୍ରଦାୟିକତାବାଦ ଜାତୀୟ ସଂହତି କ୍ଷେତ୍ରରେ ନିମ୍ନଲିଖିତ ଭାବ ପ୍ରତିବନ୍ଧକ ସୃଷ୍ଟି କରୁଛି। ଆତଙ୍କବାଦ ସନ୍ତ୍ରାସବାଦ କହିଲେ କଣ ବୁଝ? ଆତଙ୍କବାଦ ସନ୍ତ୍ରାସବାଦ। ତାପରେ କଣ ଦେଲା ନା ଭାରତରେ ଜାତୀୟ ସଂହତି ଉପରେ ଜାତିବାଦର କଣ ନା କୁପ୍ରଭାବ ସବୁ କଣ। ତାପରେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟାବଳୀ ସବୁ ଉତ୍ପାଦନ ହାର ବୃଦ୍ଧି ପାଇଁ ଏହା କମ୍ ସୁଧରେ ରାଷ୍ଟ୍ରମାନଙ୍କୁ କଣ ଋଣ ପ୍ରଦାନ କରିଥାଏ। ଏହା କୃଷି, ଗ୍ରାମ୍ୟ ବିକାଶ, ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରାସ୍ତା, ରେଳପଥ, ଯୋଗାଯୋଗ, ବନ୍ଦର ଓ ଶକ୍ତି ଯୋଗାଣ ପାଇଁ ଋଣ ପ୍ରଦାନ କରେ। ଚୁକ୍ତି ଅନୁସାରେ ଋଣ ପ୍ରଦାନ ଓ ଋଣ ପରିଶୋଧ ଉପରେ ବିଶ୍ୱ ବ୍ୟାଙ୍କ ଗୁରୁତ୍ୱ ପ୍ରଦାନ କରେ। ବୁଝିହେଲା ଏଇସବୁ ବିଷୟ। ତାପରେ ଭାରତର ବୈଦେଶିକ ନୀତିର ବିଶେଷତ୍ୱ ଗୁଡ଼ିକ କଣ? ବୈଦେଶିକ ନୀତିର ନା ଭାରତ ସମ୍ବିଧାନ ପୃଥିବୀର କଣ ନା ଏକମାତ୍ର ସମ୍ବିଧାନ ଯାହା ଦେଶର ବୈଦେଶିକ ନୀତି ନିର୍ଦ୍ଧାରଣ କରିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିଛି। ସମ୍ବିଧାନର 51 ଧାରାରେ କୁହାଯାଇଛି ଯେ ଆନ୍ତର୍ଜାତୀୟ ଶାନ୍ତି ସୁରକ୍ଷାର ଉନ୍ନତି, ଦେଶ ଦେଶ ମଧ୍ୟରେ ନ୍ୟାୟପୂର୍ଣ୍ଣ ଓ ସମ୍ମାନଜନକ ସମ୍ପର୍କ ରକ୍ଷା, ଆନ୍ତର୍ଜାତିକ ଆଇନ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ, ମଧ୍ୟସ୍ଥତା ମାଧ୍ୟମରେ ଆନ୍ତଃରାଷ୍ଟ୍ରୀୟ ବିବାଦଗୁଡ଼ିକୁ ସମାଧାନ କରିବା ପାଇଁ ଯଥାଯଥ ଉଦ୍ୟମ କରିବା ଇତ୍ୟାଦି ସାମ୍ବିଧାନିକ ବ୍ୟବସ୍ଥା ଭାରତୀୟ ବୈଦେଶିକ ନୀତିର ଦିଗ୍ଦର୍ଶକ। ଆମ ଦେଶର ଅନୁସୃତ ବୈଦେଶିକ ନୀତିର ବୈଶିଷ୍ଟ୍ୟଗୁଡ଼ିକ ଆନ୍ତର୍ଜାତୀୟ ଶାନ୍ତି ନିରାପତ୍ତା ରକ୍ଷା, ସାମ୍ରାଜ୍ୟବାଦର ବିରୋଧ, ବର୍ଣ୍ଣବୈଷମ୍ୟର ବିରୋଧ, ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଗୋଷ୍ଠୀ ନିରପେକ୍ଷତା ଇତ୍ୟାଦି। ନେକ୍ସଟ ସିମଲା ରାଜିନାମା 1972ରେ ବିଶେଷତ୍ୱ କଣ ସବୁ? ତାର ବାୟୁ ପ୍ରଦୂଷଣକାରୀଗୁଡ଼ିକ ଉତ୍ସ ସେମାନଙ୍କର ନିୟତି ସମ୍ବନ୍ଧରେ ବାୟୁ ପ୍ରଦୂଷଣ ସବୁ ଉତ୍ସ ଲେଖିବ। ଅଙ୍ଗାରକ ପ୍ରଦୂଷକ ତାକୁ ଡେସ୍କ୍ରାଇବ୍ କରିବ। ଯବକ୍ଷାରଜାନ ଜାତୀୟ ପ୍ରଦୂଷକ ତାକୁ ଡେସ୍କ୍ରାଇବ୍ କରିବ। ତାପରେ ଗନ୍ଧଯୁକ୍ତ ପ୍ରଦୂଷକ, ହାଇଡ୍ରୋକାର୍ବନ, ଧାତବ ପ୍ରଦୂଷକ, ରାସାୟନିକ ପ୍ରଦୂଷକ ସବୁ ଡେସ୍କ୍ରାଇବ୍ କରିବ। ଅଣୁ ପ୍ରଦୂଷକ। ତାପରେ ସମଗ୍ର ପୃଥିବୀ ଭିତରେ ଶୀତଳ ଯୁଦ୍ଧର କି ପ୍ରଭାବ ପଡ଼ିଥିଲା? ଶୀତଳ ଯୁଦ୍ଧ ଯୋଗୁଁ ସମଗ୍ର ପୃଥିବୀ କଣ ନା ଏକ ଅଜଣା ଯୁଦ୍ଧ ଆତଙ୍କ ଖେଳିଯାଇଥିଲା। ଅନୁନ୍ନତ ଏବଂ ବିକାଶଶୀଳ ଦେଶଗୁଡ଼ିକ ସାମାଜିକ ଅର୍ଥନୈତିକ ପ୍ରତି ବ୍ୟାହତ ହୋଇଥିଲା। ଏସବୁ ବିଷୟ ଲେଖିବ। ତାପରେ ୟୁରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ କି ପଦକ୍ଷେପ ନେଇଥିଲେ ସବୁ ଲେଖିବ। ତ 3 ମାର୍କିଆ ସବୁ ଲେଖିବ। ତାପରେ ଆସିଲା କଣ ନା 8 ମାର୍କିଆ 3ଟି କରିବ। ଭାରତରେ ପଞ୍ଚାୟତରାଜ ବ୍ୟବସ୍ଥାର କ୍ରମ ବିକାଶ, ସଂଘୀୟ ରାଷ୍ଟ୍ରର ଲକ୍ଷଣ, ସୁଗୁଣ ଦୁର୍ଗୁଣ ଆଲୋଚନା। ତାପରେ କଣ ଦେଲା ନା ମାନବ ସମାଜ ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ କଣ, ପରିବେଶ ସଚେତନ କିପରି କଣ ନା ଜାଗରିତ ହୋଇପାରିବ, ନାରୀମାନଙ୍କର ମିଳିତ ଆନ୍ଦୋଳନ ସମ୍ମୁଖୀନ ହୋଇଥିବା ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ସବୁ କଣ। ତାପରେ ମିଳିତ ଜାତିସଂଘ ପ୍ରତିଷ୍ଠାର ବିଭିନ୍ନ ସୋପାନ ଗୁଡ଼ିକ କଣ ନା ଆଲୋଚନା କରିବା। ତାପରେ କଣ ଦେଲା ନା ନିରସ୍ତ୍ରୀକରଣ କହିଲେ କଣ ବୁଝ? ଏହାର ଉତ୍ପତ୍ତି, କ୍ରମ ବିକାଶ ଲେଖ। ନିରସ୍ତ୍ରୀକରଣର ତ ପିଲାମାନେ 1 2 3 6ଟାରୁ ତମେ 3ଟି କରିବ। ଲଙ୍ଗ କ୍ୱେଶ୍ଚିନ୍ 6ଟାରୁ ତମେ 3ଟି କରିବ। ବୁଝିହେଲା ତ ଡେରି ନ କରି ପିଲାମାନେ ପାଠ ପଢ। ଏ VST ସବୁ ଆଲୋଚନା କର। ନିଜେ ତମେ ଗୋଟେ 3 ଘଣ୍ଟା ତମେ ବସିକି ତମେ କ୍ୱେଶ୍ଚିନ୍ ଆନ୍ସର କର। ବୁଝିହେଲା। ତମେ ଭାବ VST ଏକ୍ଜାମ ଚାଲିଛି କି ବୋର୍ଡ ଏକ୍ଜାମ ଚାଲିଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ ପିଲାମାନେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।